जय जगन्नाथ। आसतु जानिबा आज भगवत गीतार द्वितीय अध्याय सांख्य योगर श्लोक 37। ओम गं गणपते नमः। हतो वा प्राप्यसि स्वर्गं जित्वा वा भक्ष्यसे महीं तस्मादुत्तिष्ठ कौन्तेय युद्धाय कृतनिश्चयः। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ତୁମେ ଯଦି ଯୁଦ୍ଧ କର ଏବଂ ଯୁଦ୍ଧରେ ନିହତ ହୋଇ ତୁମେ ସ୍ୱର୍ଗଲୋକ ପ୍ରାପ୍ତ କରିବ, କିମ୍ବା ଯୁଦ୍ଧରେ ବିଜୟୀ ହୋଇ ତୁମେ ଭୂଲୋକରେ ରାଜ୍ୟଭୋଗ କରିବ। ତେଣୁ ହେ କୁନ୍ତିପୁତ୍ର ଅର୍ଜୁନ, ଦୃଢ଼ ନିଶ୍ଚୟ ହୋଇ ଜାଗ୍ରତ ହୁଅ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ମନର ଦୁର୍ବଳତା ଦୂର କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧରେ ନିଜର ନିକଟଜନମାନଙ୍କୁ ବା ଆତ୍ମୀୟମାନଙ୍କୁ ଦେଖି ଦୁଃଖ ଏବଂ ଆଶଙ୍କାରେ ଅଛନ୍ତି, ଯେଉଁଥିରେ ସେ ଯୁଦ୍ଧ କରିବାକୁ ଇଚ୍ଛା କରୁନାହାନ୍ତି। ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କୁ ଏହା ଉପଦେଶ ଦେଉଛନ୍ତି ଯେ ସେ ଯଦି ଯୁଦ୍ଧରେ ମୃତ୍ୟୁବରଣ କରିବେ ତେବେ ସ୍ୱର୍ଗ ଲାଭ ହେବ ଏବଂ ଯଦି ଜିତିବେ ତେବେ ଏହି ପୃଥିବୀରେ ରାଜ୍ୟ ଭୋଗ କରିପାରିବେ। ଏପରି ପରିସ୍ଥିତିରେ ସେ ଭୟ କିମ୍ବା ଦୁଃଖରେ ନାହିଁ, ବରଂ ନିଶ୍ଚିତ ସଂକଳ୍ପ ନେଇ କାର୍ଯ୍ୟକୁ ସମ୍ପନ୍ନ କରିବା ଉଚିତ। ଏହି ଶ୍ଲୋକ ଆମକୁ ଏହା ଶିଖାଏ ଯେ ଜୀବନରେ ଭୟ ଏବଂ ସନ୍ଦେହ ଛାଡ଼ି ନିଜ କର୍ତ୍ତବ୍ୟକୁ ଭାବନା ଓ ଦୃଢ଼ ମନୋବଳ ସହିତ କରିବା ଉଚିତ। ଜୟ ଜଗନ୍ନାଥ।